ଭାଇ କିଛି କଷ୍ଟମର ଏମିତି ଅଛନ୍ତି ଯେତେ ଯାହା କହିଲେ ବି ସେମାନେ କେବେ ସୁଧରିବେନି। ମାନେ ଆଜିକୁ ନେଇକି ବୋଧେ ତାଙ୍କୁ ମୁଁ 3ରୁ 4 ଥର ନେଲିଣି ଆପଣ ଲକ୍ଷ୍ମୀସାଗର ଯେଉଁ ସୋନାଲି ପ୍ଲାଜା ପାଖରୁ ନେଇକି ସନସାଇନ୍ ହସ୍ପିଟାଲକୁ ଯାଆନ୍ତି। ଆଜି ଅବଶ୍ୟ ସେ ଯାଇଥିଲେ ସେକ୍ରେଟାରିଏଟ୍ ଅଫିସ୍। ତାଙ୍କ ଲୋକେସନ୍ ଆମର ଯେଉଁ ହାଇସ୍କୁଲ ଆଗରେ TTI ଯେଉଁ ପୋଲିସ କଲୋନୀ ତାରି ଭିତରେ ଥିବ, ଆଉ ନହେଲେ ଆପଣଙ୍କ ଯେ ହଳଦୀପଡ଼ିଆ ଭିତରକୁ। ଆଜି ଯେତେବେଳେ ମୋର ଫାଷ୍ଟ ବାଜିଲା ମୁଁ ଆଉ ଦେଖିଲିନି ଆକ୍ଚୁଆଲି କଷ୍ଟମର ନାଁ କ'ଣ। ମୋ ଲୋକେସନ୍ ଦେଖେଇଲେ ମୋତେ TTI କଲୋନୀ ଭିତରେ, ମୁଁ ଯାଇକି ପଳେଇଲି TTI କଲୋନୀ। ଯାଇକି ତାଙ୍କୁ କଲ୍ କରୁଛି, ସେ କହିଲା ଲୋକେସନ୍କୁ ଆସନ୍ତୁ। ମୁଁ କହିଲି ଅଲରେଡ଼ି ମୋ ଲୋକେସନ୍ରେ ଅଛି। ସେ ମୋତେ କହୁଛି ନାଇଁ ଲୋକେସନ୍ ନାହିଁ, ତୁମ ଉବେରରେ ଭୁଲ ଦେଇଛି ଲୋକେସନ୍। ମୁଁ ଲାଷ୍ଟ ଟାଇମ୍ ବି ତାଙ୍କୁ ବୁଝେଇଥିଲି ମ୍ୟାଡ଼ାମ୍ ଲୋକେସନ୍ ଠିକ୍ କରିକି ଦେବେ, କରେକ୍ସନ୍ କରିକି। ଆପଣଙ୍କ ଦେଖାଉଛି ହଳଦୀପଡ଼ିଆରେ, ଆଉ ଗୋଟେ ଦେଖାଉଛି ଆପଣଙ୍କର ସେଇ ପୋଲିସ କଲୋନୀ ଭିତରେ। ହେଲେ ସେ ମାନିବାକୁ ନାରାଜ। ସେ କହୁଛି ମୁଁ ଲୋକେସନ୍ ଠିକ୍ ଦେଇଛି, ତୁମ ଉବେରରେ ଲୋକେସନ୍ ଭୁଲ ଦେଇଛି। ମୁଁ ଆଉ ଗୋଟେ କଥା କହିଲା ମୁଁ ରେଗୁଲାର ବେସିକ୍ ଯାଉଛି ଏଇଠୁ, ସମସ୍ତେ ଆସିକି ମୋତେ ଏଇଠୁ ପିକଅପ୍ କରୁଛନ୍ତି। ଆରେ ରେଗୁଲାର ବେସିକ୍ ଯାଉଛନ୍ତି, ମୁଁ ତ 3-4 ଥର ନେଲିଣି, ସବୁଥର ଏମିତି ଭୁଲ ଲୋକେସନ୍। ଏଇସବୁ କଷ୍ଟମରକୁ ନ ଯାଇକି କ୍ୟାନସଲ୍ କରିବାଟା ହିଁ ବେଟର୍।